ହ୍ୟାଲୋ। ହୁଁ। ଆଉ ଦୁଇ ଜଣ ସେମାନେ ଉଠିଗଲେ। ସାର୍ ଆଉ ଦୁଇ ଜଣ ଆସିନି ବୋଧେ। କଣ କରୁଛନ୍ତି? ଆସିଲା ହରିଶଙ୍କର ଏ ଆସିଲା। ହେଡିଙ୍ଗ ଦେଇଦବ କୃଷି ଭୂମି ହେଲା। କୃଷି ଭୂମି କୃଷି ଭୂମି ହେଲା। କୃଷି ଭୂମିରେ ପଢବା କିସ କହନା। କୃଷି ଭୂମିରେ ପଢବା କୃଷି ଭୂମି କାହାକୁ କୁହାଯାଏ? ଯୋଉ ଭୂମିରେ ଚାଷ କରାଯାଏ ସେଇ ଭୂମିକୁ କିସ ଭୂମି କୁହାଯାଏ? ଯେଉଁ ଭୂମିରେ ଚାଷ ହୁଏ, ଯେଉଁ ଭୂମିରେ ଚାଷ ହୁଏ ତାହାକୁ କୃଷି ଭୂମି କୁହାଯାଏ। କୃଷି ଭୂମି କୁହାଯାଏ ହେଲା। ତାପରେ ସେକେଣ୍ଡ ପଏଣ୍ଟ ଲେଖିବି ହେଲା। ତ କୃଷି ଭୂମି ଦେଖ, ଆମର ଭାରତର ମୁଖ୍ୟ ଜୀବିକା କିସ? ଆମର ଭାରତର ମୁଖ୍ୟ ଜୀବିକାଟା କିସ? ଅଧିକାଂଶ ଲୋକ କିସ ଉପରେ ଡିପେଣ୍ଡ କରନ୍ତି? କୃଷି ଉପରେ ନା? କୃଷି ଉପରେ ନା ହଁ ନାଇଁ? ହେଲା ସେଇଟା ଲେଖିଦବା। ଭାରତର ଭାରତର 100% 58% ହେଲା। 58% ଲୋକ କୃଷି ଉପରେ ନିର୍ଭର କରନ୍ତି। କୃଷି ଉପରେ ନିର୍ଭର କରନ୍ତି। ନିର୍ଭର କରନ୍ତି ହେଲା। କେତେ ଜଣ ଲୋକ କୃଷି ଉପରେ ନିର୍ଭର କରନ୍ତି? 58% ବୁଝିହେଲା। 100%ରୁ 58% ହଉଛି କୃଷି ଉପରେ ମାନେ ଚଳନ। କୃଷି ଉପରେ ମାନେ ଭରସା କରିକି ଚଳନ ହେଲା। ଚାଷ କରିକି ଚଳନ୍ତି କେତେ ଜଣ ଲୋକ? 58% ଲୋକ ହେଲା। 58% ମାନେ 58 ଜଣ ଲୋକ ଭାବିଦବନି ହେଲା। 100%ରୁ 58% ଲୋକ ହଉଛି କିସ? ଚାଷ ବାସ କରନ୍ତି ହେଲା। ବୁଝିହେଲା। ତାପରେ ହଉଛି ଆମର ଯେତେ ଭୂମି ଅଛି ହେଲା। ଯେତେ ମୁଁ କିସ କହିଲି ଫାଷ୍ଟରେ, କେତେ ଭୂମି ଅରଣ୍ୟ ଭୂମି ଅଛି? ଅରଣ୍ୟ ଭୂମି କେତେ ଶତକଡା? ଅରଣ୍ୟ ଭୂମି କେତେ ଶତକଡା? ହ୍ୟାଲୋ। 24.39%। 24.39% ହେଲା। ତ ମୋଟ କୃଷି ଭୂମି କେତେ ଅଛି କୁହ ନା? ଭାରତରେ ଭାରତରେ 46%ରୁ 64% ହଉଛି କିସ? 64% ଭୂମି ହଉଛି କୃଷି ଭୂମି। ହେଉଛି କୃଷି ଭୂମି। କୃଷି ଭୂମି କେତେ ଶତକଡା ଅଛି? 46ରୁ 64% ହଉଛି କୃଷି ଭୂମି ହେଲା। କୃଷି ଭୂମି କିସ କେତେ ଶତକଡା? 46%ରୁ 64% ହଉଛି କୃଷି ଭୂମି ବୁଝିହେଲା। କନଫର୍ମ ନାହିଁ, ଏଇ ଭିତରେ ହଉଛି କିସ କୃଷି ଭୂମି ଅଛି ହେଲା। 46ରୁ 64% ଭୂମି ହଉଛି କିସ ଭୂମି? କୃଷି ଭୂମି। ମନେ ରହିବ ହେଲା। ଆଜ୍ଞା। ତ ଦେଖ, କୃଷି ଭୂମି ଟା ଧୀରେ ଧୀରେ କମି କମି ଯାଉଛି ନା ବଢି ବଢି ଯାଉଛି? କିଏ କହିପାରିବ? କମି କମି ଯାଉଛି। କମି କମି ଯାଉଛି ହେଲା। କୃଷି ଭୂମି ଦିନକୁ ଦିନ କମି କମି ଯାଉଛି ହେଲା। ଲେଖିଦିଅ, କୃଷି ଭୂମି ଦିନକୁ ଦିନ କମି କମି ଯାଉଛି। କଣ ପାଇଁ? ଦିନକୁ ଦିନ କମି କମି ଯାଉଛି। ଯାଉଛି ହେଲା। କଣ ପାଇଁ କମୁଛି? କୃଷି ଭୂମି କଣ ପାଇଁ କମୁଛି? ଲୋକମାନେ ଟିକେ ଅଳସୁଆ ହେଇଯାଉଛନ୍ତି ହେଲା ଚାଷ କରିବା ପାଇଁ। କିସ କେହି ଆଉ ଚାହୁଁନାହାନ୍ତି ହେଲା। ବସିକି ଆରାମସେ ଖାଇବା ପାଇଁ ସବୁ ଲୋକ ଚାହୁଁଛନ୍ତି ବୁଝିହେଲା। ତ କୃଷି ଭୂମି କମୁଛି। ତାପରେ ହଉଛି ଜନସଂଖ୍ୟା ବୃଦ୍ଧି ହଉଛି ବୋଲି କିସ ଲୋକମାନେ ହଉଛି ଚାଷ ଜମିରେ ବି ଘର କରିଦଉଛନ୍ତି ହେଲା। ତ କୃଷି ଭୂମି କମି କମି ଯାଉଛି ହେଲା। ବୁଝିହେଲା। ତାପରେ କୃଷି ଭୂମି କୋଉ ଅଞ୍ଚଳରେ ବେଶୀ ଅଛି ସେଇଟା ଲେଖିଦବା ହେଲା। ତ ଲେଖିଦବା, ମୁଖ୍ୟ କୃଷି ଭୂମି ଗୁଡିକ ହେଉଛି, ମୁଖ୍ୟ କୃଷି ଭୂମି ଗୁଡିକ ହଉଛି ମାନେ କୋଉ ଅଞ୍ଚଳରେ ବେଶୀ କୃଷି ଭୂମି ଅଛି ହେଲା।
କିଏ କହିପାରିବ? ଗଙ୍ଗା, ତୁମେ ଜାଣିଛ ନଦୀ କୂଳ ଅଞ୍ଚଳରେ ବେଶୀ ଭଲ ଚାଷ ହୁଏ ନା ନାହିଁ? ନଦୀ କୂଳ ଅଞ୍ଚଳର ଭୂମି ଗୁଡିକ ଆଜ୍ଞା କିସ କୃଷି ଭୂମି। କି ପାଇଁ? ପଟୁ ମାଟି ହଉଛି ସେଇଠି ଜମା ହେଇଥାଏ, ବୁଝିହେଲା। ପଟୁ ମାଟି ସେଇଠି ଜମା ହେଇଥାଏ। ବନ୍ୟା ବାତ୍ୟା ଯେତେବେଳେ ହୁଏ, ସବୁଆଡୁ ମାନେ ଆମର ମାଟି ଗୁଡାକୁ ଭାସେଇ ନେଇକି କୋଉଠି ନଦୀ କୂଳ ଏରିଆରେ ଜମା କରିଦିଏ ହେଲା। ଦେଖ ନଦୀ କୂଳ ଅଞ୍ଚଳ ଗୁଡାକ କିସ କୃଷି ଭୂମି ଗୁଡାକ, ସେଇଠି ଚାଷ ଭଲ ହୁଏ ହେଲା। ତ ହଉଛି ମୁଖ୍ୟ କୃଷି ଭୂମି ଗୁଡିକ ହଉଛି, ଦେଖିଦବା, ଗଙ୍ଗା ବ୍ରହ୍ମପୁତ୍ର, ଗଙ୍ଗା ନଦୀ ଉପତ୍ୟକା ହେଲା। ଗଙ୍ଗା ନଦୀ ଉପତ୍ୟକା, ଗଙ୍ଗା ନଦୀ ଉପତ୍ୟକା ମାନେ କିସ? ଗଙ୍ଗା ନଦୀ କୂଳରେ ବେଶୀ କୃଷି ଭୂମି ଅଛି। ତାପରେ ଆଉ କୋଉ ନଦୀ? ମହାନଦୀ କୂଳ, ମହାନଦୀ ଉପତ୍ୟକା, ମହାନଦୀ ଉପତ୍ୟକା ଏଗୁଡାରେ କିସ ଅଛି? ଅଧିକାଂଶ କୃଷି ଭୂମି ଅଛି, ବୁଝିହେଲା। କୃଷି ଭୂମି ବେଶୀ କୋଉଠି ଅଛି ତାହେଲେ ଆ- ମନେ ରହିବ? ନଦୀ ଉପତ୍ୟକା ଗୁଡିକରେ କୃଷି ଭୂମି ହେଲା ବେଶୀ ଅଛି। ତୁମେ, ଏଇଟା ହଉଛି କିସ, ଆମର ହଉଛି ଜାମଶଳା ଗାଁ ହେଲା। ଜାମଶଳା, ଏଇଟା ହଉଛି ଜାମଶଳା କହୁଛି। ଏଇଟା ହଉଛି ପୁରୁଣା ପାଣି ଗାଁ ହେଲା। ପୁରୁଣା ପାଣି କହୁଛି, ପୁରୁଣା ପାଣି ନାହିଁ, ଗୋଟେ ଏକ୍ଜାମ୍ପଲ ନବା। ଏଇଟା ହଉଛି ଆମର ନୂଆମାଳିଆ ଗାଁ ହେଲା। ନୂଆମାଳିଆ ଗାଁ, ଏଇଟା ହଉଛି, ଏଠି କେନାଲ ଟା ଯାଇଛି ନା, କେନାଲ ଯାଇଛି ନା ନାଇଁ ନୂଆମାଳିଆ ଦେଇକି ହେଲା। ଆଉ ଏଇଟା ହଉଛି ଆମର ଏଇ ବୁର୍ସାଣୀ ଗାଁ। ତ କୁହ ନା କୃଷି ଭୂମି କୋଉଠି ବେଶୀ ଥିବ ଆଉ କୋଉଠି ବେଶୀ ଚାଷ ହଉଥିବ, କହିପାରିବ? କୋଉଠି ବେଶୀ ଚାଷ ହଉଥିବ, କିଏ କହିପାରିବ? ନୁହାମାଳିଆରେ। କି ପାଇଁ? କେନାଲ ଯାଇଛି ପାଖରେ ହେଲା। ତ ମୁଁ କହିଲି ନା କି ପାଖରେ ନଦୀ କି କେନାଲ ଥିଲେ ହଉଛି କୃଷି ଭୂମି ପାଖରେ ବେଶୀ ଥିବ ହେଲା। ତ ହଉଛି କିସ ନୂଆମାଳିଆରେ ବେଶୀ ଚାଷ ହଉଥିବ। ଆଉ ବୁର୍ସାଣୀରେ କମ ଚାଷ ହଉଛି ହେଲା। ହ୍ୟାଲୋ। ଶୁଇଗଲ? ଆଜ୍ଞା ସାର୍। ଶୋଇ ଯାଇଥିଲ ନାଇଁ? ବସିକି କ୍ଲାସ